ପଲ୍ଲବୀ ଆଉ ମୁନମୁନ ମନ୍ଦିରରେ ଦର୍ଶନ କରୁଥିବେ ଆଉ ନନା କହିବେ, ପଲ୍ଲବୀ ତୁ, କିନ୍ତୁ ମୁଁ ଶୁଣିଥିଲି ତୁ ଠିକ ଅଛୁ ତ ମା? ତାପରେ ପଲ୍ଲବୀ କହିବେ, ହଁ ନନା, ମୁଁ ଭଲ ଅଛି। ଏହାପରେ ନନା କହିବେ, ଯାହା ହଉ ଭଲ ହେଲା, ତୁ ଠିକ ଅଛୁ ବୋଲି ମୋତେ ଖୁସି ଲାଗିଲା ମା। ହଠାତ୍ ତୋ ଏଠି ଆସିବା ବନ୍ଦ ହେଇଗଲା। ଆଉ ତାପରେ ତୋ ବିଷୟରେ ମୁଁ ଗୋଟେ ଖରାପ ଖବର ଶୁଣିଲି। ମୁଁ ସେଇଦିନ ରାତିରେ ଠିକ ସେ ଶୋଇପାରିଲିନି ମା। ଯାହା କହ ପଲ୍ଲବୀ, ତୋ ସହିତ ବହୁତ ବଡ଼ ଅନ୍ୟାୟ ହେଲା। ତୋର ଗାୟବ ରହିବା ପରେ ଆଦର୍ଶ ବାବୁ ପୁଣି ଗୋଟେ ଝିଅକୁ ବାହା ହୋଇ ପଡ଼ିଲେ। ମୁଁ ଏଭଳି କଥା କେବେ ବି ବିଶ୍ୱାସ କରିପାରିଲିନି। ସିଏ ପୁଣି ସେଭଳି କରିବେ ମୁଁ କେବେ ଭାବିବି ନଥିଲି। ତାପରେ ମୁନମୁନ କହିବେ, ନନା, ଆମ ମେହେନ୍ଦି ଗ୍ରୁପ ପିଲାମାନେ କୁଆଡ଼େ ଗଲେ? ସେମାନେ କ'ଣ ଏଠିକି ଆଉ ଆସୁନାହାନ୍ତି? ତାପରେ ନନା କହିବେ, ଆରେ ଏବେ ଆଉ କୌଣସି ମେହେନ୍ଦି ଗ୍ରୁପ ନାହିଁ। ସବୁ ଝିଅମାନେ ବାହାସାହା ହେଇ କିଏ କୁଆଡ଼େ ଚାଲିଗଲେଣି। କିନ୍ତୁ ପଲ୍ଲବୀ, ଆଦର୍ଶ ବାବୁଙ୍କ ବିଷୟରେ ମୁଁ ଯାହା ଶୁଣିଲି ସିଏ ବି। ତାପରେ ପଲ୍ଲବୀ ପଛକୁ ଦେଖିବେ। ପଛରେ ମମତା ମନ୍ଦିରକୁ ଆସୁଥିବେ। ତାପରେ ପଲ୍ଲବୀ କହିବେ, ନନା, ନନା ମୁଁ ଆସୁଛି। ମୁଁ ଏଠିକି ଆସିଥିଲି ବୋଲି ଆପଣ କାହାରିକୁ କହିବେନି। ଆକ୍ଚୁଆଲି ମୁଁ ବି ଏବେ ବାହା ହେଇସାରିଛି। ଆଉ ଗୋଟେ ଅଲଗା ସହରରେ ରହୁଛି। ଏଠିକି ବାସ୍ ମୁନମୁନ ସାଙ୍ଗରେ ଦେଖା ହେବାକୁ ଆସିଥିଲି। 3-4 ଦିନ ପରେ ମୁଁ ଚାଲିଯିବି। ମୁନମୁନ ଚାଲ କହି ସେଠାରୁ ଚାଲିଯିବେ। ତ ଦର୍ଶକ ବନ୍ଧୁ, ପଲ୍ଲବୀ ବଞ୍ଚିଛନ୍ତି ବୋଲି ମମତା କ'ଣ ଜାଣିବେ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।